ହ୍ୟାଲୋ ସାଙ୍ଗମାନେ, ମୋ ନାଁ କାଳିଆ। ମୁଁ ମୋ ସାଙ୍ଗର ସ୍ତ୍ରୀ ପିଙ୍କି ଭାଉଜଙ୍କୁ କେମିତି କରିକିରି ତାଙ୍କ ପେଟରେ ରଖିଥିଲି ସେ ବିଷୟରେ ଆଜି ଆପଣମାନଙ୍କୁ କହିବାକୁ ଯାଉଛି। ପିଙ୍କି ଭାଉଜ ଦେଖିବାକୁ ପୁରା ସେକ୍ସି ମାଇକିନା ଗୋଟେ। ସେ ଟିକେ ସାବେନା ହେଲେ ବି ପୁରା ମସ୍ତ ମାଇକିନା। ତାଙ୍କର କିଛି ପିଲାପିଲି ନାହିଁ। ତାଙ୍କ ସ୍ୱାମୀଙ୍କର କିଛି ଅସୁବିଧା ଥିବାରୁ ସେ ଔଷଧ ଖାଉଛନ୍ତି। ଦିନେ ମୁଁ ତାଙ୍କ ଘରକୁ ଯାଇଥାଏ। ସେଦିନ ମୋ ସାଙ୍ଗ କମ୍ପାନୀର କିଛି ଅର୍ଜେଣ୍ଟ କାମ ଆସିବାରୁ ମୋତେ କହିଲା, ଚାଲ ମୋତେ ଟିକେ ଷ୍ଟେସନରେ ଛାଡ଼ିଦେବୁ। ଆଉ ତୁ ତୋ ଭାଉଜର କିଛି ଦରକାର ହେଲେ ଟିକେ ହେଲ୍ପ କରିଦେବୁ। ମୁଁ ଆସିଲା ବେଳକୁ ପ୍ରାୟ 3 ଦିନ ଲାଗିଯିବ। ସେଠୁ ତାକୁ ନେଇ ଷ୍ଟେସନରେ ଛାଡ଼ି ଆସିଲି। ଆଉ ଫେରିବା ପରେ ସିଧା ଭାଉଜଙ୍କ ପାଖକୁ ପଳେଇ ଆସିଲି। ସେତେବେଳକୁ ରାତି 8ଟା ହେବ। ପିଙ୍କି ଭାଉଜ କହିଲେ, ଏଠି ଖାଇଦିଅ। ମୁଁ ହଉ କହିଲି। ସେ ଆଣି ମୋତେ ଏକ ଲୁଙ୍ଗି ଦେଲେ। କହିଲେ, ତମେ ସାଙ୍ଗ ତ ନାହାନ୍ତି, ଆଉ ମୋତେ ଏକୁଟିଆ ଡର ଲାଗୁଛି, ତେଣୁ ଖାଇକି ଆଜି ରହିଯିବ। ସେଠୁ ମୁଁ କହିଲି, ହଉ। ତାପରେ ସେ ଗଲେ ରୋଷେଇ କରିବାକୁ, ଆଉ ମୁଁ ବସି ଟିଭି ଦେଖିବାକୁ ଲାଗିଲି। ରୋଷେଇ ସାରିବା ପରେ ପିଙ୍କି ଭାଉଜ ଖାଇବା ବାଢ଼ିଲେ। ଦୁହେଁ ଏକାଠି ବସି ଖାଇଲୁ। ତାପରେ ପିଙ୍କି ଭାଉଜ କହିଲେ, ପ୍ରକୃତରେ କାଳିଆ, ତମ ଭାଇ ମୋତେ ସନ୍ତୁଷ୍ଟ କରିପାରୁନାହାନ୍ତି। ତାପରେ ମୁଁ କହିଲି, ଭାଉଜ କଣ ପାଇଁ? ଭାଉଜ କହିଲେ, ତାଙ୍କର ଜଲ୍ଦି ବାହାରି ପଡ଼େ, ଆଉ ସେ ଶୋଇପଡ଼ନ୍ତି। ମୁଁ କହିଲି, ତାହେଲେ ତମେ କେମିତି ବାହାର କର? ସେଠୁ ସେ କହିଲେ, ପିଆରେ ଆଙ୍ଗୁଠି ପୂରେଇକିରି ବାହାର କରେ। ମୁଁ କହିଲି, ସତରେ ଭାଉଜ? ତମ ପରି ସ୍ତ୍ରୀ ପାଖରେ ଥିଲେ ମୁଁ କେବେ ଛାଡ଼ନ୍ତିନି ତମକୁ। ସେ କହିଲେ, ସତରେ କାଳିଆ, ତମ ପରି ଭଇତା ଭାଗ୍ୟରେ ଥିଲେ ମିଳେ। ମୁଁ କହିଲି, ତମେ ଆଜିଠୁ ମୋ ମାଇପ ତାହେଲେ ଆଉ। ତାପରେ ପିଙ୍କି ଭାଉଜ କହିଲେ, ତମ ପରି ଭଇତା ମୋର ଦରକାର ଥିଲା, ଆଉ ମୋତେ ଆଜି ପୁରା ମାଇକିନା କରିଦିଅ। ତାପରେ ମୁଁ ଦେଖିଲି ପିଙ୍କି ଭାଉଜ ନାଇଟି ପିନ୍ଧିଥାନ୍ତି, ଆଉ ଭିତରେ କିଛି ପିନ୍ଧିନଥାନ୍ତି। ଦୁହେଁ ଖାଇସାରି ବେଡରୁମକୁ ଗଲୁ। ମୁଁ ଭାଉଜଙ୍କୁ କୁଣ୍ଢେଇ ଧରି କିସ୍ କରିବାକୁ ଲାଗିଲି। ଭାଉଜ ବି କିସ୍ କଲେ, ଆଉ କହିଲେ, ପ୍ଲିଜ ମୋତେ ଟିକେ ଆଜି ସନ୍ତୁଷ୍ଟ କର। ତାପରେ ମୁଁ ଭାଉଜଙ୍କ ଗାଉନ ଖୋଲିଦେଲି। ଦେଖିଲି ଭାଉଜ ଭିତରେ କିଛି ପିନ୍ଧି ନାହାନ୍ତି। ତାଙ୍କ ଦୁଧ ମସ୍ତ ହେଇଛି। ମୁଁ କହିଲି, ସତରେ ଭାଉଜ, ତମର ଏଇ ଦୁଧ ଟିକେ ଓ କି କଣ ହେଇଛି? ସେଠୁ ଭାଉଜ କହିଲେ, ତମେ ୟାକୁ ଦଳି ଦଳି ଓହଳେଇ ଦିଅ ନା। ମୁଁ କହିଲି, ତମେ ଯଦି ମୋ ମାଇପ ହୋଇଥାନ୍ତ, ତୁମ ଦୁଧ ପୁରା ଓହଳେଇ ସାରନ୍ତିଣି। ସତରେ ତମେ ମୋ ଭଇତା। ତାପରେ ମୁଁ ଦୁଧକୁ ଦଳିବାକୁ ଲାଗିଲି, ଆଉ ଦୁଧ ଭୁଣ୍ଡେକୁ ରଗଡ଼ିବାରେ ଲାଗିଲି। ଭାଉଜ କହିଥାନ୍ତି, ସତରେ କାଳିଆ, ତୁମ ଦୁଧ ଦଳ ମୋତେ ବହୁତ ଭଲ ଲାଗୁଛି। ମୁଁ ଦୁଇ ହାତରେ ଦୁଇ ଦୁଧ ଦଳି ପଚାରିଲି, କେମିତି ଲାଗୁଛି ମୋ ଦୁଧ ଦଳା? ସେ କହିଲେ, ସତରେ କାଳିଆ, ଏମିତି ଦୁଧ ଦଳା ମୁଁ କେବେ ଖାଇନି। ପ୍ଲିଜ ମୋ ଦୁଧକୁ ଖାଅନା ଟିକେ। ସେଟା ମୁଁ ଖାଇବାକୁ ଲାଗିଲି। ବାମପଟ ଦୁଧକୁ ଖାଉଥାଏ, ଆଉ ଦୁଧ ଭୁଣ୍ଡିକୁ ରଗଡ଼ିବାକୁ ଲାଗିଲି। କହିଲି, ଓ ଭାଉଜ, କି ଭୁଣ୍ଡି ହେଇଛି, ପୁରା ଟାଣ ଲାଗୁଛି ତମର। ସେ କହିଲେ, ମୋତେ ଭାଉଜ ଡାକନି। ମୁଁ ପରା ତମର ବେଧେଇ ମାଇପ। ତମ ପାଖରେ ବେଧ ପକେଇଛି, ତମେ ବେଧେଇ ବୋଲି ଡାକ। ମୁଁ କହିଲି, ହଁ ଲୋ ବେଧ, ତୁ ହଉଛୁ ମୋ ବିହାଳିଆ ମାଇପ। ତାପରେ ଧୀରେ ଧୀରେ ତାଙ୍କ ଚଡ଼ି ଭିତରେ ହାତ ମାରିଲି। ଦେଖିଲି ଚଡ଼ି ପୁରା ଓଦା ଲାଗିଲା। କହିଲି, ଓ ବେଧେଇ ପିଙ୍କି, କଣ ମୁତିଲ କି? ପିଙ୍କି ଭାଉଜ କହିଲେ, ନାଇଁ କାଳିଆ, ତମ ଦୁଧ ଦଳା ଖାଇ ଏ ବେଧର ମିଆ ପୁରା ଓଦା ହେଇଗଲାଣି। ଭାଉଜ ଆଉ ସମ୍ଭାଳି ପାରି ମୋ ଲୁଙ୍ଗି ଖୋଲିଦେଲେ ଓ ମାଣ୍ଡ ଦେଖି କହିଲେ, ସତରେ କାଳିଆ, ଏମିତି ମୋଟା ଆଉ ଲମ୍ବା ମାଣ୍ଡ ମୁଁ କେବେ ଦେଖିନି। ଓ କେତେ ମୋଟା ହେଇଛି ମୋ ମାଣ୍ଡ। ଚାରିପଟେ ଥିବା ବାଳକୁ ଆଉଁସି କାନ୍ଦିଲେ। କହିଲେ, ଓ କାଳିଆ, କି ମାଣ୍ଡ ରଖିଛ, କିଏ ପୁରା ନାଲି ହେଇଛି। ଏମିତି ମାଣ୍ଡ ମୁଁ କେବେ ଦେଖିନି। ମୁଁ କହିଲି, ଭାଇଙ୍କର? ସେ କହିଲେ, ତମ ସାଙ୍ଗର ମାଣ୍ଡ ତମ ଅଧା ବି ହବନି। ତାପରେ ଭାଉଜ ମୋ ମାଣ୍ଡକୁ ପାଟିରେ ପୁରେଇ ଖାଇବାକୁ ଲାଗିଲେ। ମୋ ମାଣ୍ଡ ପୁରା ହାର୍ଡ ହୋଇଯାଇଥାଏ। ସେ ମାଣ୍ଡକୁ ଆଗ ପଛ କରିବାକୁ ଲାଗିଲେ। କିଛି ସମୟ ପରେ ମୋ ମାଣ୍ଡରୁ ବୀଜ ବାହାରିବାକୁ ଲାଗିଲା। ଭାଉଜ ଚାଟି ଚାଟି ସଫା କରିଦେଲେ। ତାପରେ ପିଙ୍କି ଭାଉଜଙ୍କ ଚଡ଼ି ବାହାର କରିଦେଲି। ଓଃ, କି ବିଆ ହେଇଛି! ବିଆ ଚାରିପଟେ ଖାଲି ବାଳ ଭର୍ତ୍ତି ହେଇଛି। ମୁଁ କହିଲି, କହିଲ ବେଧ, ଏତେ ବାଳ ରଖିଛୁ କିଲୋ, ବିଆ ମୂଳରୁ ଦେଖାଯାଉନି। ସେ କହିଲେ, ହଁ କାଳିଆ, ମୋତେ ବିଆରେ ବାଳ ରଖିବାକୁ ଭଲ ଲାଗେ। ହଁ ଲୋ ପିଙ୍କି, ମୋତେ ବିଆର ବାଳ ବହୁତ ପସନ୍ଦ। ତୁ ବିଆ ବାଳକୁ କେବେ କାଟିବୁନି ବୋଧେ? ସେ କହିଲେ, ହଁ, କେବେ କାଟିନି। ମୁଁ କହିଲି, ତମ ବିଆ ବାଳ ଯୋଗୁ ବିଆ ଆହୁରି ସୁନ୍ଦର ଲାଗୁଛି। କଥାରେ ଅଛି, ବିହାକୁ ସୁନ୍ଦର ବାଳ, ବାଣ୍ଡକୁ ସୁନ୍ଦର ପେଳ। ହଁ କାଳିଆ, ତମ ଟିକି ଟିକି ପେଳ ମସ୍ତ ଲାଗୁଛି।
तो ये कहानी को आउरी आगु शुनिया पई आम चैनल टी को सब्सक्राइब करंतु। OctaFX is a forex broker offering a platform for trading various financial instruments including currency pairs, metals, engines, energies, indices, cryptocurrencies, and stocks, with features like copy trading, educational resources, and a mobile app. Here is more details breakdown. Key feature and service. Forex trading. OctaFX allows user to trade currency pairs like EUR, USD, GBP, USD. Copy trading. The OctaX copy trading app enable user to automatically copy the trades of experienced traders. Trading platform. OctaTrader, a user-friendly platform, offers access to market analysis, technical analysis tool, and daily market insights. MetaTrader 4 and 5. OctaFX also support the popular MetaTrader 4 and 5 platform for trading. Educational resources. OctaFX provides free educational materials including forex trading lessons to help user learn about trading. Mobile app. The Octa trading app allows user to create, manage and track their trading account, deposit and withdraw funds and access other features. Demo account. OctaFX offers demo accounts allowing user to practice trading with simulated funds and real market conditions. Negative balance protections. OctaFX offers negative balance protection, meaning that if a trading account balance goes below zero, it will be compensated it will be compensated back to zero. Trading instruments. Beside Forex OctaFX, OctaFX also allows trading of metals, engine, energies, indices, cryptocurrencies, and stocks. Account type. OctaFX offers various account types including OctaTrader and MetaTrader with different features and conditions.